जय गुरु श्रीनिवास भाई। जय गुरु दादा समस्त प्रणाम जय गुरु। परम प्रेममय श्री ठाकुर अनुकूल चंद्रंकर समस्त लिखित सत्यानुश्र ग्रंथ ओडिया अनुवाद पाठ पृष्ठ 80। ତୁମେ ଲବା ତୁମେ ଲତାର ସ୍ୱଭାବ ଅବଲମ୍ବନ କର ଆଉ ଆଦର୍ଶ ରୂପ ବୃକ୍ଷକୁ ଜଡାଇ ଧର। ସିଦ୍ଧ କାମ ହେବ ଯଦି ତୁମର ଆଦର୍ଶର କଥା କହିଲେ ଆନନ୍ଦ, ଶୁଣିଲେ ଆନନ୍ଦ, ତାଙ୍କ ଚିନ୍ତାରେ ଆନନ୍ଦ, ତାଙ୍କ ହୁକୁମ ପାଇଲେ ଆନନ୍ଦ, ତାଙ୍କ ଆଦରରେ ଆନନ୍ଦ, ଅନାଦରରେ ମଧ୍ୟ ଆନନ୍ଦ ହୁଏ। ତାଙ୍କ ନାମରେ ହୃଦୟ ଉଛୁଳି ଉଠେ। ମୁଁ ନିଶ୍ଚୟ କହୁଛି ତୁମର ଉନ୍ନୟନ ପାଇଁ ଆଉ ଭାବିବାକୁ ହେବ ନାହିଁ। ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତନାମ ମନନ କର ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ। ତୁମେ ଭକ୍ତି ରୂପକ ଜଳ ତ୍ୟାଗ କରି ଆସକ୍ତି ରୂପକ ବାଲିଚଡାରେ ବହୁଦୂର ଯାଅ ନାହିଁ। ଦୁଃଖ ରୂପକ ସୂର୍ଯ୍ୟ ତାପରେ ବାଲିଚଡା ଗରମ ହେଲେ ଫେରି ଆସିବା ମୁସ୍କିଲ ହେବ। ଅଳ୍ପ ଉତ୍ତପ୍ତ ହେଉ ହେଉ ଯଦି ଫେରି ଆସି ନ ପାର ଯଦି ଫେରି ନ ଆସିପାର ତେବେ ସୁଖୀ ମରିବାକୁ ହେବ। ଭାବମୁଖୀ ହୋଇ ରହିବାକୁ ଚେଷ୍ଟା କର। ପତିତ ହେବ ନାହିଁ, ବରଂ ଅଗ୍ରସର ହେଉଥିବ। ଗୁରୁମୁଖୀ ହେବାକୁ ଚେଷ୍ଟା କର ଆଉ ମନରେ ଅନୁସରଣ କର ନାହିଁ। ଉନ୍ନତି ତୁମକୁ କୌଣସି ମତେ ତ୍ୟାଗ କରିବ ନାହିଁ। ବିବେକକୁ ଅବଲମ୍ବନ କର ଆଉ ମନର ଅନୁସରଣ କର ନାହିଁ। ଉଦାରତା ତୁମକୁ କେବେ ହେଲେ ତ୍ୟାଗ କରିବ ନାହିଁ। ସତ୍ୟକୁ ଆଶ୍ରୟ କର ଆଉ ଅସତ୍ୟର ଅନୁଗମନ କର ନାହିଁ। ଶାନ୍ତି ତୁମକୁ କୌଣସି ମତେ ଛାଡି ରହିବ ନାହିଁ। ଦୀନତାକୁ ଅନ୍ତରରେ ସ୍ଥାନ ଦିଅ। ଅହଙ୍କାର ତୁମର କିଛି ବି କରିପାରିବ ନାହିଁ। ଯାହା ତ୍ୟାଗ କରିବାକୁ ହେବ ତା ଆଡକୁ ଆକୃଷ୍ଟ ବା ଆସକ୍ତ ହୁଅ ନାହିଁ। ଦୁଃଖରୁ ରକ୍ଷା ପାଇବ। ସ୍ୱସ୍ତି ସ୍ୱସ୍ତି ସ୍ୱସ୍ତି। ଜୟ ଗୁରୁ ଦାସ ପ୍ରଣାମ ଜୟ ଗୁରୁ। जय गुरु पूज्य अमेदा पुण्य पाठ करूँ। ଜୟଗୁରୁ ସମସ୍ତଙ୍କୁ ପ୍ରଣାମ। ଭାବବାଣୀ ଷଟ 50ତମ ଦିବସ ଦ୍ୱିତୀୟ ଶ୍ରାବଣ 1324 ବାଣୀ নম্বর 6। না রে না না, গুরু একজন সেই অনামী পুরুষ, আর বিরাটত্ব প্রেম যার ভিতর জেগে উঠেছে সেই সদ্গুরু। আমার সাকার কি না, তাই সদ্গুরু আমাদের উপাস্য। একমাত্র সদ্গুরু সেই ধামে নিয়ে যেতে পারে। যে নাম করবি সেই স্তরের নাম। ধন্যাত্মক নামই শ্রেষ্ঠ। স্বভাবগত হলেই সিদ্ধ হয়। সদ্গুরুর ভিতর সেই অনামী কম্পনের স্মৃতি আছে, আর তার সঙ্গে যারা থাকে তাদের ভিতরেও সেই কম্পনের শক্তি যায়। তারাও শক্তিমান। সদ্গুরুর প্রত্যেক কথাই মন্ত্র। গুরুমুখে হলেই কম্পন বোঝা যায়। না, তার ভিতর কোনো মিরাকেল নেই। তার অজানা কিছুই নেই। জীবের ভিতর মিরাকেল আছে, কারণ সে দেখে নাই। গুরুমুখ হলেই সে দেখতে পায়। মনের ভাবই শরীর। মনটাকে যদি শরীরের ভিতর উজ্জ্বল করা যায় তবে শরীরের জ্যোতি বেড়ে যায়। আর মনটাকে আকাশে ন্যস্ত করলে শরীর শুকিয়ে যায়, জ্ঞানের জ্যোতি বাড়ে। মিরেকেল দেখান কি সত্যের বিরুদ্ধে কমান্ড, তা সদ্গুরুর ভিতর দিয়ে বেরুতে পারে না, আর বেরুলে তিনি সদ্গুরু নন। বাণী নম্বর 9 শেষ ହେଲା। জয়গুরু ସମସ୍ତଙ୍କୁ ପ୍ରଣାମ। जय गुरु पूज्य मंजुश्री माँ गुरु दीक्षा नाम प्रश्न पाठ करूँ। जय गुरु समस्त प्रणाम। श्री ठाकुर अनुकूल चंद्र कथित गुरु दीक्षा नाम ध्यान प्रसंग पृष्ठ 216 अध्याय दीक्षा। दीक्षा नाम केते वर्ष समय दिया जाए? दीक्षा नाम केते वर्ष समय दिया जाए? जने प्रश्न कले दीक्षा केते वर्ष बयस दिया जाए? श्री ठाकुर 12 वर्ष हेले ही दिया जाए। दीक्षा केते वर्ष बयस दिया जाए? श्री ठाकुर 12 वर्ष हेले ही दिया जाए। उक्त व्यक्ति यह आगुरु दीक्षा देले कौन नाकस हो जाए?
ଶ୍ରୀ ଠାକୁର ସେ ଯଦି ନିଜେ ନାକଚ କରେ ତାହେଲେ ହୁଏ, ନତୁବା ହୁଏ ନାହିଁ। ଉକ୍ତ ବ୍ୟକ୍ତି ଆଉ ନାମ କେତେ ବର୍ଷରେ ଦିଆଯାଏ? ଶ୍ରୀ ଠାକୁର ଆମ୍ଭମାନଙ୍କର ତ ନିୟମ ଅଛି 5 ବର୍ଷରେ ହିଁ। ତାମାନେ କଥା ଫୁଟିବାକୁ ଆରମ୍ଭ ହେଲେ ହିଁ ଦିଆଯାଏ। ନାମ କେତେ ବର୍ଷରେ ଦିଆଯାଏ? ଶ୍ରୀ ଠାକୁର ଆମ୍ଭମାନଙ୍କର ତ ନିୟମ ଅଛି 5 ବର୍ଷରେ ହିଁ। ତାମାନେ କଥା ଫୁଟିବାକୁ ଆରମ୍ଭ ହେଲେ ହିଁ ଦିଆଯାଏ। ଦୀପରଖି ପଞ୍ଚମ ଖଣ୍ଡ 29/3/1959। ଜୟଗୁରୁ। ଜୟ ଗୁରୁ ପୂଜ୍ୟ ବନ୍ମେର୍ଦା ଭଗବତ ଗୀତା ପାଠ କରନ୍ତୁ। ଜୟ ଗୁରୁ। କେତେ ଶ୍ଲୋକରୁ ପଢା ହବ? 31 ଚତୁର୍ଥ ପଢା ହବ। ଶ୍ରୀମଦ୍ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 31 ଶ୍ଲୋକ ପଢା ହବ। ओम नारायण नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्द माधवं। श्रीमद् भगवत गीता चतुर्थ अध्याय 31 श्लोक। यज्ञशिष्टामृत भोक जानति ब्रह्म सनातनम नायं लोक अस्तयज्ञस्य उतज्ञा कुरु सतम। हे कुरुश्रेष्ठ अर्जुन, ଯଜ୍ଞରୁ ବଳିଥିବା ଅମୃତ ସେବନ କରୁଥିବା ଯୋଗୀମାନେ ସନାତନ ପରବ୍ରହ୍ମ ପରମାତ୍ମାକୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ଯଜ୍ଞ କରୁନଥିବା ପୁରୁଷ ପାଇଁ ତ ଏହି ମନୁଷ୍ୟ ଲୋକ ମଧ୍ୟ ସୁଖଦାୟକ ହୋଇପାରେ ନାହିଁ। ତେଣୁ ପରଲୋକ ବା କିପରି ସୁଖଦାୟକ ହୋଇପାରିବ? ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣ ମୁଖେ କର୍ମଜାନ୍ ବିଦ୍ଧିତାନ୍ ସର୍ବାନ୍ ଏବଂ ଜ୍ଞାତା ବିମୋକ୍ଷ୍ୟତେ କ୍ଷତେ। ଏହିପରି ଆହୁରି ବହୁ ପ୍ରକାର ଯଜ୍ଞ ବିଷୟରେ ବେଦବାଣୀ ଦ୍ୱାରା ବିସ୍ତାରିତ ଭାବରେ କୁହାଯାଇଛି। ସେସବୁ ମନ ଇନ୍ଦ୍ରିୟ ଏବଂ ଶରୀରର କ୍ରିୟା ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହିପରି ତତ୍ତ୍ୱ ଜାଣି ଯଜ୍ଞ ନିମିତ୍ତ କର୍ମାନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ସର୍ବଥା ମୁକ୍ତ ହୋଇଯିବ। ଶ୍ରେୟାନ୍ ଦ୍ରବ୍ୟମୟାତ୍ ଯଜ୍ଞାତ୍ ଜ୍ଞାନ ଯଜ୍ଞ ପରନ୍ତପ ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ। ହେ ପରନ୍ତପ ଅର୍ଜୁନ, ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ, କାରଣ ସକଳ ପ୍ରକାର କର୍ମର ଜ୍ଞାନରେ ପରିସମାପ୍ତି ହୋଇଥାଏ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନ। ତୁମେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ନିକଟକୁ ଯାଇ ସେହି ଜ୍ଞାନକୁ ବୁଝ। ସେମାନଙ୍କୁ ବିନୟପୂର୍ବକ ଦଣ୍ଡବତ ପ୍ରଣାମ କରି ସେବା କରି ଏବଂ କପଟ ତ୍ୟାଗ କରି ସରଳତା ପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମାତ୍ମ ତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମାମାନେ ତୁମକୁ ତତ୍ତ୍ୱ ଜ୍ଞାନ ଉପଦେଶ ଦେବେ। ଯଜ୍ઞାତା ନ ପୁନଃମୋହେ ମବେବଂ ଯସ୍ୱସି ପାଣ୍ଡବୋ ଯେନ ଭୂତାନ୍ୟଶେଣ ନ ଶେଷେଣ ଦ୍ରକ୍ଷ୍ୟସାତ୍ମନେଥ ମୟୀ। ଯାହା ଜାଣି ତୁମେ ଆଉ ଏହିପରି ମୋହପ୍ରାପ୍ତ ହେବ ନାହିଁ,
ତଥା ହେ ଅର୍ଜୁନ ସେହି ଜ୍ଞାନ ଦ୍ୱାରା ତୁମେ ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ଠାରେ ଦେଖିପାରିବ। 35 ପର୍ଯ୍ୟନ୍ତ ଶ୍ଲୋକ ପଢା ହେଲା। କୁମାରନାଥ ସୁଧାକରଙ୍କର ଶ୍ରୀମଦ୍ ଭଗବତ ଗୀତା 4th ଅଧ୍ୟାୟ 31। ଦାଦା ଏଇ ଶେଷ ଦିଟା ଶ୍ଲୋକ ଶୁଣାଗଲାଣି। ଆଜ୍ଞା ଶେଷ ଦିଟା ଶ୍ଲୋକ ଶୁଣାଗଲାଣି। ଶୁଣିପାରିଲେ? ଆଉ ଥରେ ପଢିଦଉଛି ନହେଲେ। ଶୁଭିଛି 34 29 ଆଜ୍ଞା ଶୁଭିଛି? ହଁ ଶୁଭିଛି ଯେ ଆପଣଙ୍କର କିଛି ଶୁଭିଛି। ଆଉ ଥରେ ପଢି ଦଉଛି। ଦିଟା ଶ୍ଲୋକ 34 35 ଆଉ ଥରେ ପଢି ଦଉଛି ନା। ତ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନଂ ଜ୍ଞାନୀନସ୍ତତ୍ତ୍ୱଦର୍ଶିନ। ତୁମେ ତତ୍ତ୍ୱଦର୍ଶୀ ଜ୍ଞାନୀ ମାନଙ୍କ ନିକଟକୁ ଯାଇ ସେହି ଜ୍ଞାନକୁ ବୁଝ। ସେମାନଙ୍କୁ ବିନୟ ପୂର୍ବକ ଦଣ୍ଡବତ ପ୍ରଣାମ କରି ସେବା କରି ଓ କପଟ ତ୍ୟାଗ କରି ସରଳତା ପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମାତ୍ମ ତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମା ମାନେ ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ। ତାପରେ 35 ହେଲା ଯଜ୍ଞାତା ନ ପୁନମୋହମେବଂ ଯାସ୍ୱସି ପାଣ୍ଡବ ଯେନ ଭୂତାନ୍ୟ ସେବେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥ ମୟୀ। ଯାହା ଜାଣି ତୁମେ ଆଉ ଏହିପରି ମୋହପ୍ରାପ୍ତ ହେବ ନାହିଁ। ତଥା ହେ ଅର୍ଜୁନ ସେହି ଜ୍ଞାନ ଦ୍ୱାରା ତୁମେ ସକଳ ଭୂତଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରଥମେ ନିଜଠାରେ ଏବଂ ପରେ ମୋ ଠାରେ ଅର୍ଥାତ୍ ସଚ୍ଚିଦାନନ୍ଦ ଘନ ପରମାତ୍ମ ଠାରେ ଦେଖିପାରିବ। ଜୟଗୁରୁ 35 ପର୍ଯ୍ୟନ୍ତ ଶ୍ଲୋକ ଶେଷ ହେଲା। ତାପରେ କୁମାରନାଥ ଗୀତା ସେଇ 4th ଅଧ୍ୟାୟ 31 ଶ୍ଲୋକ। কি কহিব যজ্ঞহীন মানবের কথা, ইহ লোক নষ্টতার পরলোক কথা। ব্রহ্মজ্ঞের মুখে ব্যক্ত বহু যজ্ঞ বিধি, কর্মের সাধন তাহা কুরুকুল নিধি। হেন জ্ঞানী জ্ঞান নিষ্ঠ হইবে যখন সংসার বন্ধন তব ঘুচিবে তখন। জ্ঞান যজ্ঞ শ্রেষ্ঠ পার্থ ব্রহ্মযজ্ঞ হতে দ্রব্যযজ্ঞ হতে। জ্ঞানেতেই কর্মশেষ জ্ঞান ভালো মতে। তত্ত্বদর্শী গণে তুমি প্রণিপাত করি, সেবা কর তাহাদের আজ্ঞা শিরে ধরি। জিজ্ঞাস সন্দেহ যত অন্তরে উদয়, তত্ত্ব উপদেশ তাঁরা দিবেন নিশ্চয়। সেই জ্ঞান অবগত হলে একবার, পুনঃ ন মোহ পার্থ হবে না তোমার। আত্মাতে আমাতে শেষে জ্ঞানের নয়নে, দেখিবে অশেষ রূপে সর্বভূত গণে। 35 নম্বর ଶ୍ଲୋକ ପର୍ଯ୍ୟନ୍ତ ପଢା ହେଲା। ଜୟ ଗୁରୁ। ଜୟ ଗୁରୁ ସମସ୍ତଙ୍କୁ ପ୍ରଣାମ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କଥିତ ଯାଜନ ଇଷ୍ଟଭୂତି ସ୍ୱସ୍ତୟିନୀ ସଦାଚାର ପ୍ରସଙ୍ଗ ଅଧ୍ୟାୟ ଯାଜନ ପୃଷ୍ଠା 65। ବିଷୟ ଯାଜନ ପ୍ରାଣସ୍ପର୍ଶୀ ହେବ କେତେବେଳେ? ଯାଜନ ପ୍ରାଣସ୍ପର୍ଶୀ ହେବ କେତେବେଳେ? ଜଣେ ପଚାରିଲେ, ଯାଜନ କରିବାକୁ ଯାଇ 2-4 ଜଣଙ୍କ ପାଖରେ ଯେଉଁ ଭାବରେ କଥା କହି ଖୁବ୍ ଭଲ ଫଳ ପାଇଲି, ସେଇ ଭାବରେ ଆଉ ଜଣଙ୍କ ପାଖରେ କଥା କହିବାକୁ ଯାଇ ହୁଏତ ଦେଖିଲି କୌଣସି ଫଳ ହେଲା ନାହିଁ। ଯାଜନରେ ଏପରି କୌଣସି କାଇଦା ଅଛି କି
ଯାହା ପ୍ରତ୍ୟେକଙ୍କ ପାଖରେ ପ୍ରାଣସ୍ପର୍ଶୀ ହେବ ଶ୍ରୀ ଠାକୁର। ପ୍ରଥମ ଜିନିଷ ହେଲା ତା ପ୍ରତି ଇଣ୍ଟରେଷ୍ଟେଡ ବା ଆଗ୍ରହୀ ହୋଇ ତାକୁ ତୁମ ପ୍ରତି ଇଣ୍ଟରେଷ୍ଟେଡ କରି ତୋଳିବା। ତାପରେ ଯାହାର ଯେପରି ଚାହିଦା, ବୈଶିଷ୍ଟ୍ୟ ଓ ଝୋକ ସେଇ ଅନୁଯାୟୀ ତା ସାଙ୍ଗରେ କଥା କହିବାକୁ ହୁଏ, ବ୍ୟବହାର କରିବାକୁ ହୁଏ। ଯାଜନର କୌଣସି ଏକ ପ୍ରକାର ନିୟମ ନାହିଁ। ପ୍ରତ୍ୟେକ ମଣିଷ ହିଁ ଯେ ଅଲଗା ପ୍ରକାରର, ମଣିଷଟିକୁ ବୋଧ କରି ସେହି ତାଳରେ ଚାଲିବାକୁ ହେବ, କହିବାକୁ ହେବ। ଏକ ପ୍ରକାର ହେଲେ ଭଲ ହୁଏ ନାହିଁ। ଆଦର୍ଶ ଓ ଉଦ୍ଦେଶ୍ୟ ଠିକ ରଖି ନଟ ପରି ହେବାକୁ ପଡିବ। ଯେଉଁଠାରେ ଯେପରି ସେଠାରେ ସେହିପରି ପୋଜ ବା ଭଙ୍ଗୀ ଧରିବାକୁ ପଡିବ। ଯେଉଁଠାରେ ଯେପରି ସେଠାରେ ସେହିପରି ଭଙ୍ଗୀ ଧରିବାକୁ ହୁଏ। ଅଷ୍ଟପାଶ ମୁକ୍ତ ନହେଲେ ମଣିଷ କିନ୍ତୁ ସାବଲୀଳ ଓ ସରସ ହୁଏ ନାହିଁ। ଅଷ୍ଟପାଶ ମୁକ୍ତ ନହେଲେ ମଣିଷ କିନ୍ତୁ ସାବଲୀଳ ଓ ସରସ ହୁଏ ନାହିଁ। ଭାବ ଯଦି ଅକୃତ୍ରିମ ହୁଏ ଏବଂ ତାକୁ ଅଭିବ୍ୟକ୍ତି ଯଦି ଅବାଧ, ସହଜ ଓ ଶୋଭନ ହୁଏ, ତେବେ ତାହା ପ୍ରତ୍ୟେକଙ୍କର ପ୍ରାଣସ୍ପର୍ଶ କରେ। ଅଷ୍ଟପାଶ କଣ ମୁକ୍ତ ନହେଲେ? ଅଷ୍ଟପାଶ ମୁକ୍ତ ନହେଲେ ମଣିଷ କିନ୍ତୁ ସାବଲୀଳ ଓ ସରସ ହୁଏ ନାହିଁ। ସରସ ହୁଏ? ସରସ ହୁଏ ନାହିଁ। ସରସ ନା ଅଷ୍ଟପାଶ ସରଳ? ମୁକ୍ତ ନହେଲେ ସରସ ନା ସରଳ? ସରସ। ସାବଲୀଳ ସରଳ ହଉ, ସରସ କଣ ହଉ ଶବ୍ଦଟା? ସରସ ବି ଅଛି ନା ଶବ୍ଦ। ସରସ ସେଇ ସରଳ ଭଳି ଆସିବ, ସରଳ ହବ। ନାଇଁ ସରସ ବି ଭଲ ୱାର୍ଡ, ସରଳ ପ୍ରକାର ଗୋଟେ ସେଟା ସରସ ବି ଅଛି ଗୋଟେ ୱାର୍ଡ। ସରସ ସରସ ଶବ୍ଦଟା ଅଛି, କିନ୍ତୁ ଏଠି ସାବଲୀଳ ସରସ, ସାବଲୀଳ ସରଳ, ସରଳ ସାବଲୀଳ ଶବ୍ଦଟା ସେଟା ଯୋଡି ଶବ୍ଦ। ସରଳ ସାବଲୀଳ, ସହଜ ସରଳ ଯୋଉଟା, ଏ ସରସଟା ଭୁଲ ହେଇଛି ଗୁଡିଆ। ସରସ ମାନେ ସିଧା, ଯୋଉଠି ମଧ୍ୟ ସିଧା ମାନେ ଏମିତି ହେଇଯାଉଛି। ସରସ ସୁନ୍ଦର ଗୋଟେ ଇଏ ନାହିଁ, ସରସ ସୁନ୍ଦର ସରସ ମାନେ ସହଜରେ ହେଇପାରିବ ସେଟା। ଅଷ୍ଟପାଶ ମୁକ୍ତ ନହେଲେ କୌଣସି କାମ ସହଜରେ ହବନି। ହଁ ସେଇଟା ସରସ, ସରଳ ଯୋଉଟା ସରସ ସେଇ ଏକା ପ୍ରକାର ମିନିଂ। এই যে অষ্টপার্শ্ব মুক্ত না হলে মানুষ কিন্তু সাবলীল ও সড়গড় উঠে না। সড়গড় কোনো গাউন্ডিয়া সড়গড় ସେଇ ସରସ ତ ଠିକ ହଉଛି ନା। ସଡଗଡ ଶବ୍ଦର କୁହନ୍ତୁ ଅର୍ଥଟା। ସାବଲୀଳ ଓ ସଡଗଡ କହିନା ବଙ୍ଗଳାରେ ଅଛି। ଏଇ ସରସ ହବ, ସରସ ଠିକ ଅଛି। ଭାବ ଯଦି ଲୋକଟେ ସରଳ ସରଳ ସାବଲୀଳ ଯୋଡି ଶବ୍ଦ ଭଳିଆ ହଉ ହେଲା, ସେ ଯାହା ହଉ ସରସ। ଭାବ ଯଦି ଅକୃତ୍ରିମ ହୁଏ, ଅଷ୍ଟପାଶରୁ ମୁକ୍ତ ହେଲେ ମଣିଷ ସରଳ ହେଇଯାଏ। ଅର୍ଥଟା ଏମିତି, ଅଷ୍ଟପାଶରୁ ମୁକ୍ତ ହେଲେ ମଣିଷ ସାବଲୀଳ ସରଳ। ସରସ ମାନେ ଯେ କାମ ଗୁଡାକ ଆପଣ ସହଜରେ କରିପାରିବେ, ଆପଣଙ୍କୁ ବୃତ୍ତି ପ୍ରବୃତ୍ତି ଟାଣି ପାରିବନି, ସେଥିପାଇଁ ସରସ ହେଇଯାଏ, ଜିନିଷଟା ସହଜ ହେଇଯାଏ। ସରସ ହୁଏ ନା ଅଷ୍ଟପାର୍ଶ୍ୱ ମୁକ୍ତ ନହେଲେ। ହଁ ଆଜ୍ଞା ଆଜ୍ଞା। ସେଇ ସରସ ସହଜ ଯେଟା। ଭାବ ଯଦି ଅକୃତ୍ରିମ ହୁଏ ଏବଂ ତାର ଅଭିବ୍ୟକ୍ତି ଯଦି ଅବାଧ, ସହଜ ଓ ଶୋଭନ ହୁଏ, ତେବେ ତାହା ପ୍ରତ୍ୟେକଙ୍କର ପ୍ରାଣସ୍ପର୍ଶ କରେ। ତେଣୁ ଭାବମୁଖୀ ହୋଇ ରହିବାକୁ ହୁଏ। ପ୍ରାଣରେ ଗୋଟିଏ ଇଷ୍ଟ ରଙ୍ଗିଲ, ଆନନ୍ଦମୟ, କର୍ମମୁଖର ଉଲ୍ଲାସ ଜଗାଇ ରଖିବାକୁ ହେବ। ସେହି ହେବାମୁଖୀ ଉଲ୍ଲାସର ଭାବ ଓ ବାୟୁ ଜଣକ ଠାରୁ ଅନ୍ୟ ଜଣକ ପାଖକୁ ସଞ୍ଚାରିତ ହୁଏ। ଯାଜନ ଏହିପରି ଭାବରେ ଚରିତ୍ରରେ ସ୍ୱତଃ ହୋଇ ଉଠେ। ଯାଜନ ଏହିପରି ଭାବରେ ଚରିତ୍ରରେ
ସ୍ୱତଃ ହୋଇ ଉଠେ। ସବୁ କିଛିର ଭିତରେ ଦେଇ ପୁଣି ମଧୁର ଓ ଶକ୍ତିମାନ ବ୍ୟକ୍ତିତ୍ୱର ଦ୍ୟୋତନା ଫୁଟି ଉଠିବା ଦରକାର। ସବୁ କିଛିର ଭିତରେ ଦେଇ ପୁଣି ମଧୁର ଓ ଶକ୍ତିମାନ ବ୍ୟକ୍ତିତ୍ୱର ଦ୍ୟୋତନା ଫୁଟି ଉଠିବା ଦରକାର। ହାଲୁକା ଓ ଦୁର୍ବଳ ବ୍ୟକ୍ତିତ୍ୱ ନେଇ କିନ୍ତୁ ମଣିଷର ଅନ୍ତରରେ ପ୍ରଭାବ ବିସ୍ତାର କରାଯାଏ ନାହିଁ। ଜଣେ ଦ୍ୟୋତନ କହିଲେ ମାନେ କଣ? ଜ୍ୟୋତି? ଦ୍ୟୋତନ ମାନେ କଣ? ଜ୍ୟୋତି ନା କଣ? ସେଇଆ ତ ଏହି ସେଣ୍ଟେନ୍ସରୁ ସେୟା ଜଣା ପଡୁଛି। ନାଇଁ, ତାର ଆକ୍ଚୁଆଲି ଓଡିଆ ମାନେଟା ବାହାରିଲାନି ବୋଲି ସେ ଦୋତନା ରଖିଦିଆ ହେଲା। ଦୋତନାର ଆକ୍ଚୁଆଲି ଓଡିଆ ମାନେଟା ଖୋଜିକି ମିଳିଲାନି ଡିକ୍ସନାରୀର, ସେଇପାଇଁ ସେ ଦୋତନାକୁ ରଖା ହେଲା। ଯାହା ନାଇଁ ବୁଝିବ ନାଇଁ, ଆଉ। ଆମ ସାଧାରଣ ଭାବରେ କଣ ମନକୁ ଆସୁଛି? ଦ୍ୟୋତନ ମାନେ କଣ? ମାନେ ବ୍ୟକ୍ତିତ୍ୱର ଓରା ଆଁ? ଏଟା ଓରା କୁହାହଉଛି ଗୋଟେ ବାହାରେ ହଁ, ଜ୍ୟୋତି। ସେ ବ୍ୟକ୍ତିତ୍ୱର ଜ୍ୟୋତି ବ୍ୟକ୍ତିତ୍ୱର ସେଇ ଜ୍ୟୋତି ବା ହଁ ଏଇ ସେଇ ସେନ୍ସଟା ପ୍ରକାର ଆଉ। ହଁ ହଁ ଆଜ୍ଞା। ବ୍ୟକ୍ତିତ୍ୱର ସ୍ଫୁରଣ। ହଁ, ଯେ ଶବ୍ଦ ସ୍ଫୁରଣ କହିଲେ ହବ, ଜ୍ୟୋତି କହିଲେ ହବ, ତାର ଗୋଟେ ବ୍ୟକ୍ତିତ୍ୱଟା ଫୁଟି ଉଠିବ ଆଉ। ହଁ, ଦ୍ୟୋତନା। ହାଲୁକା ଓ ଦୁର୍ବଳ ବ୍ୟକ୍ତିତ୍ୱ ନେଇ କିନ୍ତୁ ମଣିଷର ଅନ୍ତରରେ ପ୍ରଭାବ ବିସ୍ତାର କରାଯାଏ ନାହିଁ। ଜଣେ କହିଲେ, ସମସ୍ତଙ୍କ ବ୍ୟକ୍ତିତ୍ୱ ତ ମଧୁର ଓ ଶକ୍ତିମାନ ନୁହେଁ। ଦୁର୍ବଳ ବ୍ୟକ୍ତିତ୍ୱ ଯେଉଁମାନଙ୍କର, ସେମାନେ କଣ କରିବେ? ସମସ୍ତଙ୍କର ବ୍ୟକ୍ତିତ୍ୱ ତ ମଧୁର ଓ ଶକ୍ତିମାନ ନୁହେଁ। ଦୁର୍ବଳ ବ୍ୟକ୍ତିତ୍ୱ ଯେଉଁମାନଙ୍କର, ସେମାନେ କଣ କରିବେ? ସେ ଠାକୁର କନଭିକ୍ସନ ବା ପ୍ରତ୍ୟୟ ଯାହାର ଯେତେ ପକ୍କା, ବ୍ୟକ୍ତିତ୍ୱ ମଧ୍ୟ ତାର ସେତେ ଶକ୍ତିଶାଳୀ ହୋଇ ଉଠେ। ଇଷ୍ଟନିଷ୍ଠ, ଆତ୍ମବିଶ୍ୱାସ ସମ୍ପନ୍ନ କୃତି ଅଥଚ ନିରହଙ୍କାର ଯେଉଁମାନେ, ସେମାନଙ୍କୁ ମଣିଷ ଶ୍ରଦ୍ଧା ନ କରି ହିଁ ରହିପାରେ ନାହିଁ। ଇଷ୍ଟନିଷ୍ଠ, ଆତ୍ମବିଶ୍ୱାସ ସମ୍ପନ୍ନ କୃତି ଅଥଚ ନିରହଙ୍କାର ଯେଉଁମାନେ, ସେମାନଙ୍କୁ ମଣିଷ ଶ୍ରଦ୍ଧା ନ କରି ହିଁ ରହିପାରେ ନାହିଁ। ଦକ୍ଷତା ଓ ବିନୟ, ଏହି ଦୁଇଟିର ମଧ୍ୟ ସମାବେଶ ଆବଶ୍ୟକ। ଦକ୍ଷତା ଆସେ କରିବା ଭିତରେ ଦେଇ, ଆଉ ଦକ୍ଷତା ଭିତରେ ଦେଇ ଆସେ ଆତ୍ମପ୍ରତ୍ୟୟ। ତେଣୁ କରିତ୍ କର୍ମ ହେବା ଦରକାର। ମଙ୍ଗଳ କର୍ମରେ କୃତି ହେବା ଆବଶ୍ୟକ। କର୍ମୀ ନହେଲେ ବ୍ୟକ୍ତିତ୍ୱର ସ୍ଫୁରଣ ହୁଏ ନାହିଁ। ଅଳସ ହୋଇ ରୁହ ନାହିଁ, ଇଷ୍ଟଙ୍କୁ ମଥାରେ ନେଇ ଚାଲ, କର, ଜୀବନର ବିଭିନ୍ନ ଦିଗରେ କୃତକାର୍ଯ୍ୟ ହୋଇ ଉଠ। ବ୍ୟକ୍ତିତ୍ୱ ଦିନକୁ ଦିନ ପ୍ରଭାନ୍ୱିତ ହୋଇ ଉଠିବ। ଅଳସ ହୋଇ ରୁହ ନାହିଁ, ଇଷ୍ଟଙ୍କୁ ମଥାରେ ନେଇ ଚାଲ, କର, ଜୀବନର ବିଭିନ୍ନ ଦିଗରେ କୃତକାର୍ଯ୍ୟ ହୋଇ ଉଠ। ବ୍ୟକ୍ତିତ୍ୱ ଦିନକୁ ଦିନ ପ୍ରଭାନ୍ୱିତ ହୋଇ ଉଠିବ। ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡ 18/7/1943। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ସମସ୍ତଙ୍କୁ ମୋର ପ୍ରଣାମ। ପରମ ପ୍ରେମ ଶିଶୁ ଠାକୁରଙ୍କ ଶ୍ରୀମୁଖ ନାନୀଙ୍କର ଓଡ଼ିଆ ଅନୁବାଦ। ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର ପୁରୁଷ ଜନସାଧାରଣଙ୍କ ଭିତରେ ଯେପରି ଏପରି ଗୋଟାଏ ଭାବର ସୃଷ୍ଟି କରେ, ଯେଉଁଥିରେ ସେମାନେ ଅବନତ ମସ୍ତକରେ ନତଜାନ ହୋଇ ସସମ୍ଭ୍ରମେ ଭକ୍ତିଗତ କଣ୍ଠରେ ମା ମୋର, ଜନନୀ ମୋର କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି। ତେବେ ହିଁ ତୁମେ ନାରୀ, ତେବେ ହିଁ ତୁମେ ସତୀ। ମା ପରି, ତୁମେ ମଣିଷର ମା ପରି ଆପଣାର ହେବାକୁ ଚେଷ୍ଟା କର। ତା କଥାରେ, ସେବାରେ ଓ ଭରସାରେ, କିନ୍ତୁ ମିଶିବାରେ ନୁହେଁ। ଦେଖିବ କେତେ ହିଁ ତୁମର ହୋଇଯାଉଛି। ବାଣୀ ସଂଖ୍ୟା 59, ପୃଷ୍ଠା 37। ଛଦ୍ମବେଶୀ ମାତୃଭାବରେ। ଅନେକ ଦୁର୍ବଳଚେତା ନିଜ ଚିନ୍ତାପରାୟଣ ପୁରୁଷ, ବିଶେଷତଃ ତାଦୃଶ ଯୁବକମାନେ ସେମାନଙ୍କର କାମରୂପତାକୁ ଭାତୃତ୍ୱ ବା ସନ୍ତାନତ୍ୱର ମୁଖା ପିନ୍ଧାଇ ମା, ମାଉସୀ, ଭାଇ, ଭଉଣୀ ଇତ୍ୟାଦି ସମ୍ବୋଧନର ସାହାଯ୍ୟରେ ଝିଅମାନଙ୍କ ନିକଟକୁ ଯାଇ ହାବଭାବ ଆବଦାରରେ ସେମାନଙ୍କୁ ବଶକୁ ଆଣି ସେମାନଙ୍କର ନିଜ କାମ ପ୍ରବୃତ୍ତିକୁ ଚିରିତାର୍ଥ କରିନିଅନ୍ତି, ଯାହାକି ସେମାନଙ୍କର ମାଉସୀ, ଭଉଣୀ ବା ଗର୍ଭଧାରଣ ସହିତ କଦାପି କରନ୍ତି ନାହିଁ। ସାବଧାନ ହୁଅ, ଏପରି ମା
ମାଉସୀ, ପୁଅ, ଭାଇ ଇତ୍ୟାଦି ସମ୍ବନ୍ଧ ଠାରୁ। ଏଥିରେ ଝିଅମାନେ କାମ ଭାବରେ ଉଦ୍ଦୀପ୍ତ ହୋଇ ଏପରି ପୁରୁଷଙ୍କ ଠାରେ ଢଳି ପଡନ୍ତି, ଫଳରେ ଆତ୍ମବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି। ଗୋପନତା ହିଁ ଏମାନଙ୍କର ଉତ୍ତମ କ୍ଷେତ୍ର। ତେଣୁ ସେମାନେ ପ୍ରାୟଶଃ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ଚାହାନ୍ତି। ଲୋକଙ୍କ ନିକଟରେ ପ୍ରତିପନ୍ନ କରିଥାନ୍ତି ସେମାନେ ଖୁବ୍ ସାଧୁ ଓ ଆଦର୍ଶ ଚରିତ୍ର। ଉଭୟଙ୍କୁ ଉଭୟେ ପାରିପାର୍ଶ୍ୱିକର ଚକ୍ଷୁ ଏଡାଇବା ପାଇଁ ପ୍ରଚାର କରିଥାନ୍ତି, କିନ୍ତୁ ବାସ୍ତବତାରେ ସେମାନଙ୍କର ଚରିତ୍ରରେ ସେପରି କିଛି ବି ଭଲ ଦେଖାଯାଏ ନାହିଁ। ଯେ କେହି ହେଉନା କାହିଁକି ପୂର୍ବରୁ ହିଁ ସାବଧାନ ହୁଅ, ଆଉ ଯଦି ଭୁଲ କରି କିଛି ଦୂର ଅଗ୍ରସର ହୋଇଥାଅ, ଏଇ ସବୁ ଲକ୍ଷଣ ଦେଖିବା ମାତ୍ରେ ହିଁ ଘୁଞ୍ଚି ଛିଡା ହୁଅ। ମନକୁ ସଂଯତ କର, ପଦଦଳିତ କରି ଉପଯୁକ୍ତ ଶିକ୍ଷା ଦେଇ ତାହାକୁ ବିଦାୟ କର। ବୁଝିବ, ନେକଡା ବାଘ ମଧ୍ୟ ସେମାନଙ୍କ ଠାରୁ ଚରିତ୍ରବାନ। ପୁଣି ଥରେ ପଢୁଛି। ଛଦ୍ମବେଶୀ ମାତୃଭାବରେ ଅନେକ ଦୁର୍ବଳଚେତା ନିଜ ଚିନ୍ତାପରାୟଣ ପୁରୁଷ, ବିଶେଷତଃ ତାଦୃଶ ଯୁବକମାନେ ସେମାନଙ୍କର କାମଲୋଲୁପତାକୁ ଭାତୃତ୍ୱ ବା ସନ୍ତାନତ୍ୱର ମୁଖା ପିନ୍ଧାଇ ମା, ମାଉସୀ, ଭାଇ, ଭଉଣୀ ଇତ୍ୟାଦି ସମ୍ବୋଧନର ସାହାଯ୍ୟରେ ଝିଅମାନଙ୍କ ନିକଟକୁ ଯାଇ ହାବଭାବ ଆଦର ଆବଦାରରେ ସେମାନଙ୍କୁ ବଶକୁ ଆଣି ସେମାନଙ୍କର ନିଜ କାମ ପ୍ରବୃତ୍ତିକୁ ଚିରତାର୍ଥ କରିନିଅନ୍ତି, ଯାହାକି ସେମାନଙ୍କର ମାଉସୀ, ଭଉଣୀ ବା ଗର୍ଭଧାରିଣୀ ସହିତ କଦାପି କରନ୍ତି ନାହିଁ। ସାବଧାନ ହୁଅ ଏପରି ମା, ମାଉସୀ, ପୁଅ, ଭାଇ ଇତ୍ୟାଦି ସମ୍ବନ୍ଧ ଠାରୁ। ଏଥିରେ ଝିଅମାନେ କାମ ଭାବରେ ଉଦ୍ଦୀପ୍ତ ହୋଇ ଏପରି ପୁରୁଷଙ୍କ ଠାରେ ଢଳି ପଡନ୍ତି, ଫଳରେ ଆତ୍ମବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି। ଗୋପନତା ହିଁ ଏମାନଙ୍କ ଉତ୍ତମ କ୍ଷେତ୍ର। ତେଣୁ ସେମାନେ ପ୍ରାୟଶଃ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ଚାହାନ୍ତି। ଲୋକଙ୍କ ନିକଟରେ ପ୍ରତିପନ୍ନ କରିଥାନ୍ତି ସେମାନେ ଖୁବ୍ ସାଧୁ ଓ ଆଦର୍ଶ ଚରିତ୍ର। ଉଭୟଙ୍କୁ ଉଭୟେ ପାରିପାର୍ଶ୍ୱିକର ଚକ୍ଷୁ ଏଡାଇବା ପାଇଁ ପ୍ରଚାର କରିଥାନ୍ତି, କିନ୍ତୁ ବାସ୍ତବରେ ଏମାନଙ୍କର ଚରିତ୍ରରେ ସେପରି କିଛି ବି ଭଲ ଦେଖାଯାଏ ନାହିଁ। ଯେ କେହି ହେଉନା କାହିଁକି ପୂର୍ବରୁ ହିଁ ସାବଧାନ ହୁଅ, ଆଉ ଯଦି ଭୁଲ କରି କିଛି ଦୂର ଅଗ୍ରସର ହୋଇଥାଅ, ଏହି ସବୁ ଲକ୍ଷଣ ଦେଖିବା ମାତ୍ରେ ହିଁ ଘୁଞ୍ଚି ଛିଡା ହୁଅ। ମନକୁ ସଂଯତ କର, ପଦଦଳିତ କରି ଉପଯୁକ୍ତ ଶିକ୍ଷା ଦେଇ ତାହାକୁ ବିଦାୟ କର। ବୁଝିବ, ନେକଡା ବାଘ ମଧ୍ୟ ଏମାନଙ୍କ ଠାରୁ ଚରିତ୍ରବାନ। ସ୍ୱସ୍ତି ସ୍ୱସ୍ତି ସ୍ୱସ୍ତି। ଜୟ ଗୁରୁ ବନ୍ଦେ ପୁରୁଷୋତ୍ତମ। ଗୁରୁ ଜୟ ଗୁରୁ ମମତା ମା। ଜୟ ଗୁରୁ ସମସ୍ତଙ୍କୁ ମୋର ପ୍ରଣାମ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ କଥିତ ମାତୃମଙ୍ଗଳ, ପୃଷ୍ଠା ସଂଖ୍ୟା 168। ପୁଅ ବୋହୂକୁ ଆପଣାର କରିବ କିପରି? ପୁଅ ବୋହୂକୁ ଆପଣାର କରିବ କିପରି? ଜଣେ ମା ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ମୋ ପୁଅର ବୋହୂ ମୋ ସହିତ ଖୁବ୍ ଦୁର୍ବ୍ୟବହାର କରୁଛି, ଏଇ କଷ୍ଟ ମୁଁ ସହିପାରୁନି। ଶ୍ରୀ ଶ୍ରୀ ଠାକୁର, ଆମମାନଙ୍କର ବି କରଣୀୟ ଅଛି। ପରର ଝିଅ ଘରକୁ ଆଣି ତାକୁ ଆପଣାର କରି ନେବାକୁ ହୁଏ। ଆମମାନଙ୍କର ବି କରଣୀୟ ଅଛି। ପରର ଝିଅ ଘରକୁ ଆଣି ତାକୁ ଆପଣାର କରି ନେବାକୁ ହୁଏ। କଥା ହିଁ ଏପରି ଭାବେ କହିବାକୁ ହୁଏ ଯେପରି ତା ମନ ଖୁସି ହୋଇଯାଏ। ଲୋକଙ୍କ ପାଖରେ କହିବାକୁ ହୁଏ, ମୋ ବୋହୂ ଭଳି କ'ଣ ବୋହୂ ଅଛି? କି ଦରଦ, କି ମାୟା, କି ମମତା। ଏଇ ଭାବରେ ନିଜ ତରଫରୁ ଭଲ ପାଇବାକୁ ହୁଏ। ଏଇ ଭାବରେ ନିଜ ତରଫରୁ ଭଲ ପାଇବାକୁ ହୁଏ। ସେତେବେଳେ ଭିତରେ ଯାହା ଥାଉ ନିଜ ତରଫରୁ ଭଲ ବ୍ୟବହାର କରିବାକୁ ଆରମ୍ଭ କରେ। ସେତେବେଳେ ଭିତରେ ଯାହା ଥାଉ ନିଜ ତରଫରୁ ଭଲ ବ୍ୟବହାର କରିବାକୁ ଆରମ୍ଭ କରେ। ଅବଶ୍ୟ ସମସ୍ତେ ଯେ ଏଥିରେ ବଶ ହୁଅନ୍ତି ତାହା ନୁହେଁ। ଖରାପ ପ୍ରକୃତିର ଝିଅ ମଧ୍ୟ ଯଥେଷ୍ଟ ଅଛନ୍ତି। ଯାହା ହେଉ ମଣିଷ ଖୁସି ହୁଏ କଥାରେ ଓ ସେବାରେ। ଯାହା ହେଉ ମଣିଷ ଖୁସି ହୁଏ କଥାରେ ଓ ସେବାରେ। କଥା ମାଧ୍ୟମରେ ଅନେକଟା ବଶକୁ ଅଣାଯାଏ। ଆଉ
ଧୀରେ ଧୀରେ ବୋହୂ ଉପରେ କର୍ତ୍ତୃତ୍ୱ ଛାଡ଼ିଦେବାକୁ ହୁଏ। ଆଉ ଧୀରେ ଧୀରେ ବୋହୂ ଉପରେ କର୍ତ୍ତୃତ୍ୱ ଛାଡ଼ିଦେବାକୁ ହୁଏ। ଉକ୍ତମା, ମୋର ପୂର୍ବଜନ୍ମର କର୍ମଫଳ ହୁଏତ ଖୁବ୍ ଖରାପ, ତେଣୁ ବୋହୂ ଏପରି କରେ। ଆଉ ସବୁ ସମୟରେ କୁହେ, ତାର ଯାହା କିଛି ସବୁ ଠାକୁରଙ୍କୁ ଦେଉଛି, ଆମେ ତାକୁ ଦେବୁ କାହିଁକି? ଆଉ ସବୁ ସମୟରେ କୁହେ, ତାର ଯାହା କିଛି ସବୁ ଠାକୁରଙ୍କୁ ଦେଉଛି, ଆମେ ତାକୁ ଦେବୁ କାହିଁକି? ଶ୍ରୀ ଠାକୁର, ତୁମେ ଯାହା ଜାଣ ନା ତାହା ଟାଣି ଆଣିବାକୁ ଯାଅନା। ତୁମେ ଯାହା ଜାଣ ନା ତାହା ଟାଣି ଆଣିବାକୁ ଯାଅନା। ଏଇ ଜନ୍ମ ଆଡ଼କୁ ଚାହିଁ ଦେଖୁନ କାହିଁକି? ଏଇ ଜନ୍ମ ଆଡ଼କୁ ଚାହିଁ ଦେଖୁନ କାହିଁକି? ତୁମର ଏଇ ଜୀବନର ବ୍ୟବହାର ଯଦି ତୃପ୍ତିପ୍ରଦ ହୋଇଥାନ୍ତା ସେମାନଙ୍କ ପାଖରେ, ତୁମେ ଯଦି କୌଶଳରେ ଚାଲିପାରିଥାନ୍ତ ସେମାନଙ୍କ ସହିତ, ତେବେ ଘଟଣାଟି ଅନ୍ୟ ରୂପ ନେଇଥାନ୍ତା। ତୁମେ କଥା ହିଁ ଠିକ୍ ଭାବରେ କହିପାରନା। ତୁମର ଏଇ ଜୀବନର ବ୍ୟବହାର ଯଦି ତୃପ୍ତିପ୍ରଦ ହୋଇଥାନ୍ତା ସେମାନଙ୍କ ପାଖରେ, ତୁମେ ଯଦି କୌଶଳରେ ଚାଲିପାରିଥାନ୍ତ ସେମାନଙ୍କ ସହିତ, ତେବେ ଘଟଣାଟି ଅନ୍ୟ ରୂପ ନେଇଥାନ୍ତା। ତୁମେ କଥା ହିଁ ଠିକ୍ ଭାବରେ କହିପାରନା। ଆଉ ତୁମେ ଯେ କହୁଥିଲ ଠାକୁରଙ୍କୁ ଦିଅ ବୋଲି କଥା ଶୁଣାଏ, କିନ୍ତୁ ତୁମ ଠାକୁର କ'ଣ କିଛିର ପ୍ରତ୍ୟାଶୀ? ଆଉ ଯେ ତୁମେ କହୁଥିଲ ଠାକୁରଙ୍କୁ ଦିଅ ବୋଲି କଥା ଶୁଣାଏ, କିନ୍ତୁ ତୁମ ଠାକୁର କ'ଣ କିଛିର ପ୍ରତ୍ୟାଶୀ? ତୁମେ ହୁଏତ ଗୋଟିଏ ଟଙ୍କା ଦେଇ ପ୍ରଣାମ କଲ, ତାହା ତୁମ ଠାକୁର ଚାହାନ୍ତିନି, ପୁଣି ତୁମକୁ ଫେରେଇ ମଧ୍ୟ ପାରନ୍ତିନି, କାରଣ ସେଥିରେ ତୁମର ଅକଲ୍ୟାଣ ହେବ। ଏହା ହିଁ ତ କଥା। ଆଲୋଚନା ପ୍ରସଙ୍ଗ 18 ଖଣ୍ଡ, ପୃଷ୍ଠା ସଂଖ୍ୟା 316। ଜୟଗୁରୁ। ଜୟଗୁରୁ ସୁଧାଂଶୁ ଭାଇ। ଜୟଗୁରୁ, ସମସ୍ତଙ୍କୁ ପ୍ରଣାମ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ କଥିତ ଇଷ୍ଟ ଏବଂ ଇଷ୍ଟାନୁସରଣ ପ୍ରସଙ୍ଗ, ପୃଷ୍ଠା 191। ଆଲୋଚନା ପ୍ରସଙ୍ଗ 13 ଖଣ୍ଡ, 6, 8, 1948। ପ୍ରଶ୍ନ, ଇଷ୍ଟାନୁସରଣର ସୁବିଧା ପାଇଁ ଉପଯୁକ୍ତ ଶ୍ରେୟଙ୍କ ଠାରେ ନିଜର ଦୋଷ ତ୍ରୁଟି ସ୍ୱୀକାର କଲେ କଣ ଭଲ ହୁଏ ଆଉ କଣ ପରିବର୍ତ୍ତନ ହୁଏ? ଇଷ୍ଟାନୁସରଣର ସୁବିଧା ପାଇଁ ଉପଯୁକ୍ତ ଶ୍ରେୟଙ୍କ ଠାରେ ନିଜର ଦୋଷ ତ୍ରୁଟି ସ୍ୱୀକାର କଲେ କଣ ଭଲ ହୁଏ ଆଉ କଣ ପରିବର୍ତ୍ତନ ହୁଏ? ଶ୍ରୀ ଠାକୁର କହୁଛନ୍ତି, ଉପଯୁକ୍ତ ଶ୍ରେୟଙ୍କ ପାଖରେ ସ୍ୱୀକୃତି କରିବାକୁ ଗଲେ ଏହି ଟିକକ ଫଳ ମିଳେ ଯେ ତାଙ୍କ କଥାରେ ଭୁଲ ତ୍ରୁଟି ଓ ଦୋଷର କାରଣ ଓ ନିରାକରଣ ସୂତ୍ରଟା ନିଜ ପାଖରେ ଆହୁରି ଭଲ କରି ଧରା ପଡେ। ଉପଯୁକ୍ତ ଶ୍ରେୟଙ୍କ ପାଖରେ ଭୁଲ ତ୍ରୁଟି ସ୍ୱୀକାର କରିବାକୁ ଗଲେ ଏହି ଫଳ ମିଳେ ଯେ ଦୋଷର କାରଣ ଓ ନିରାକରଣର ସୂତ୍ରଟା ନିଜ ପକ୍ଷରେ ଆହୁରି ଭଲ କରି ଧରା ପଡେ। ସେଥିପାଇଁ ଖ୍ୟାପନର କଥା ଅଛି। ଖ୍ୟାପନ ହେଲା ଭୁଲ ତ୍ରୁଟିର ସ୍ୱୀକାର କରିବା। ସେଥିପାଇଁ ଭୁଲ ତ୍ରୁଟିର ସ୍ୱୀକାର କରିବା କଥାଟା ଅଛି। ତେବେ ଆତ୍ମବିଚାର ଓ ଆତ୍ମବିଶ୍ଳେଷଣ ଭିତରେ ଦେଇ ସୂତ୍ରଟା ଯଦି ନିଜେ ଧରି ପାର, ତାହେଲେ ସବୁଠାରୁ ଭଲ ହୁଏ। ତେବେ ଆତ୍ମବିଚାର ଓ ଆତ୍ମବିଶ୍ଳେଷଣ ଭିତରେ ଦେଇ ସୂତ୍ରଟା, ସେ ସୁଧାରି ଯିବାର ସୂତ୍ରଟା ଯଦି ନିଜେ ଧରିପାର, ତାହେଲେ ସବୁଠାରୁ ଭଲ ହୁଏ। କେବଳ ଧରିଲେ ହେବ ନାହିଁ, ଲାଗି ପଡି ନିଜକୁ ସଂଶୋଧନ କରିବାକୁ ହେବ। ଖାଲି ଧରିଲେ ହେବ ନାହିଁ, ଲାଗି ପଡି ନିଜକୁ ସଂଶୋଧନ କରିବାକୁ ହେବ। ଏହା ଦ୍ୱାରା ଭଲ ହେବାର ପଥ ତ୍ୱରାନ୍ୱିତ ହୁଏ। ଏହା ସାଧନାର ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ। ଏହା ସାଧନାର ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ। ନହେଲେ ନିଜର ଦୋଷ ତ୍ରୁଟି ଦେହରେ ହାତ ଦେଉନାହ, ଅଥଚ ନାମକା ୱାସ୍ତେ ଜପ ଧ୍ୟାନ କରି ଯାଉଛ, ସେଥିରେ ଚିତ୍ତ ଶୁଦ୍ଧି କମ ହୁଏ। ନହେଲେ ନିଜର ଦୋଷ ତ୍ରୁଟିର ଦେହରେ ହାତ ଦେଉନାହ, ଆଉ ଖାଲି ନାମକା ୱାସ୍ତେ ଜପ ଧ୍ୟାନ କରି ଯାଉଛ, ସେଥିରେ କିନ୍ତୁ ଚିତ୍ତ ଶୁଦ୍ଧି କମ ହୁଏ। ତଥାପି ତାହା ମନ୍ଦରେ ଭଲ। ତଥାପି ତାହା
ମନ୍ଦରେ ଭଲ। ଜୟ ଗୁରୁ। ଶ୍ରୀନିବାସ ଭାଇ ଯୋଗାଯୋଗ କରନ୍ତୁ। ଜୟ ଗୁରୁ ଦାଦା, ସମସ୍ତ ପ୍ରଣାମ। ଜୟ গুরু। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে বল। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। রাধে গোবিন্দ 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 বলে সদা ডাকরে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। ছাড় রে মন কপট চাতুরি, বদনে বল হরি হরি। মন ছাড় রে মন কপট চাতুরি, বদনে বল হরি হরি। হরি নাম परम ब्रह्म जीवेर मूल धर्म। नाम परम ब्रह्म जीवेर मूल धर्म। धर्म कुकर्म ছাড় রে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। ছাড় রে মন ভবের আশা, অজপা নামে কর রে নেশা। ছাড় রে মন ভবের আশা, অজপা নামে কর রে নেশা। রাধে গোবিন্দ নামটি বদনে লাইয়ে, গোবিন্দ নামটি বদনে লাইয়ে। নয়ন নিরে সদা ভাসরে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। রাধে গোবিন্দ 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 বলে সদা আকরে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। ছাড় রে মন কপট চাতুরি, বদনে বল হরি হরি। মন ছাড় রে মন কপট চাতুরি, বদনে বল হরি হরি। হরি বল হরি বল হরি বল হরি বল। 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 हरि नाम परम ब्रह्म जीवेर मूल धर्म। नाम परम ब्रह्म जीवेर मूल धर्म। धर्म कुकर्म ছাড় রে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। ছাড় রে মন ভবের আশা, অজপা নামে কর রে নেশা। ছাড় রে মন ভবের আশা, অজপা নামে কর রে নেশা। রাধা বল রাধা বল রাধা বল রাধা বল। 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 রাধে গোবিন্দ নামটি বদনে লাইয়ে, গোবিন্দ নামটি বদনে লাইয়ে। নয়ন নিরে সদা ভাসরে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে। রাধে গোবিন্দ 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 বলে সদা ডাকরে। জয় রাধে রাধে, কৃষ্ণ কৃষ্ণ গোবিন্দ গোবিন্দ বল রে বল। জয় রাধে রাধে,
কৃষ্ণ কৃষ্ণ গোবিন্দ গোবিন্দ বল রে। জয় গুরুদেব, সমস্ত প্রণাম। জয় গুরু। জয় গুরু। পণিতরা ত্রিপতিকে আহ্বান দিও। জয় গুরু। বন্দে পুরুষোত্তমম वन्दे पुरुषोत्तमम् আর্যস্থান पितृस्थान উত্তরপ্রভাত पूज्यमान অমরহুক आर्यवाद রঘু কঠুক आर्यजात দুলিয়াতল দুলিয়েতল তথেই তালে আর্যরোল অন্যে বাঁচায় নিজে থাকে ধর্ম বলে জানিস তাকে সবাই বাঁচে বাড়ে সম্প্রদায়টা ধর্ম না রে ধর্মে জীবন দীপ্ত রয় ধর্ম জানিস একই হয় সমান ঢের সাম্য ধাঞ্চ অনুলভে বাড়ায় ঝাঞ্চ পুরুষের বিয়ে উচ্চ ঘরে আপদ বংশ মরে নিম্ন বর্ণে নারী রতি এর বাড়ে নেই ঘূর্ণ গতি মুখে জানে ব্যবহার নাই সেই শিক্ষা মুখে ছাই অভ্যাস ব্যবহার ভালো যত ঠিক খাওয়াটা জানিস তত শিক্ষকের নাই ইষ্টটান কে জাগাবে ছাত্র প্রাণ শিক্ষক গুরু থাক না অনেক শিখো যেমন পারো গুরু একই কিন্তু নিষ্ঠা সহ ধর তোমার দাঁড়িয়ে আছেন জীবন ভূমির পারেও পারে আপন করণে তারা তুই কর্মাচার ব্যবহারে ওইটা নিয়ে সেবা পালন করতে পরিবার ভুল বিদ্যা নিকাশই দেয় ব্যর্থ জীবন হয় তার দেবদেবটা হাজার বাড়ি আশ্চর্য নয় স্পষ্টতর বুঝে রাখিস জীবন চলার নিয়ত ভয় এই জিনিসটা ভাঙন ধরে এমন সঙ্গে অসৎ বলে উর্জি পরাক্রমে বিরোধ করবি তাদের অবহেলে নিষ্ঠাপিতি দৈত হলে রয় না বুকে কিছু স্বতঃসিদ্ধ হই তারা ঘরেই তাহার পিছু তারা সর্বসদীর বুদ্ধি এই সুনিষ্ঠ হয় না তারা অশ্রয় ভজন করে পদকৃতি শ্রেয় হারা নিষ্ঠা মানে লাগিয়ে থাকা ইষ্ট সত্তা নিরন্তর ভাঙা চারা হয়ে যেমনটি যায় জানিস সেজন তেমন ইতর সত্যগুরু ইষ্ট যিনি তার চরণ তিনি কখন সাহায্য হলে হয় না সার্থক ব্যক্তিত্ব তার জীবন আচার্য গুরু অনন্ত কার্য ওর জীবনে তিনি সারা জীবন এই সাথে হবে তার নির্দেশ বাণী ইত্যাদি নিদিনী আচার্য অন্য যশ বিশেষ বিশেষ জনে নির্বিশেষে হয়ে থাকেন অশেষ আচার্য ছেড়ে আচার্য ধরলি মূর্খতাতে দিলি পা কেন্দ্রের বুকে মারলি ছুরি লাভ লতর দুষ্টতা তোলায় মন্দিরের নিষ্ঠা বধ তাদের তেমনি ওষুধকে তারা সতী ভাবে সৎকে উল্টো সেমনি আমরা রোগী দেখবে যেথায় ওরও সমল সবাই কেউ যেন না ঠকিয়ে পড়ে এদের ভাঙতা है তার মানব দীপ্তি বিক্রুর যার চলন শাসনে সদ্গুরু ছড়া ওই কি চেষ্টা মানা চিত্তা পুরুষ মূর্ত যিনি ধরেন ধরতে বৃত্তি দিয়ে আচার্যতে উদ্ভাসিত পুরুষোত্তম আসন হয় সদ্গুরুই আচার্য গুরু প্রতিতপি জানলে যিনি প্রতি সবই সার্থকতা বিভূতি করতে তিনি ইষ্টতির ব্যতিক্রম যা যতই মহা যেমন বলুক ধর্মে কর দি নিরজ অসৎ আপদ চাই আসুক ইষ্ট পুরাণ নায়ক বড় আপদ রূপে ভ্রষ্ট গতি নিশ্চয় যেন অন্ধবধি ধরেই তার ক্রণীয়তি ইষ্টদের সে পায়ে দলে যে গোলামি ভোজে জীবন পথে অনেক কাটা লবে বংশ যে মুক্তি করার তিনি সদ্গুরু ও তিনি হাত লোকে বিভেদ দেখে বাস্তবে না চিনি নিষ্ঠা ভাঙা রীতি ফলে দীক্ষা দাহার ব্যর্থ প্রভৃতিতে স্বার্থ হয় খুঁজে বেড়ায় অর্থ দীক্ষা জানিস মানে দৃষ্টপতি করাতেই হয় ইষ্টপ্রতিবিহীন দীক্ষা কভু কিরে চেতন রয় রাখরি বাড়াস না তুই ভাবনা কেড়ে তোর হস্তায়নি পাশ্চিনীতি চালিশ জীবন ভর অগম্য সৃজা করে পতিত সব পুড়িয়ে দে অপরাধীকে গ্রহণ করে
ପଞ୍ଚ ପରିସ୍ମରଣରେ করে তো কি হবেই বাকি যা করেছ হয়েছ সুবিধা অসুখ বিসুখ দেবান্তরে পেয়েছ তোমার কাছে দীক্ষা নিয়ে ভাবছ মনে সবই হলো কিন্তু তা তো নয় নিষ্ঠা সহ যোজনা পাল শঙ্খ চক্রী আজ নারায়ণ তোমার স্থাপনে জন্মলান वन्दे पुरुषोत्तमम् वन्दे वन्दे पुरुषोत्तमम् पुरुषोत्तमम् वन्दे पुरुषोत्तमम् वन्दे वन्दे पुरुषोत्तमम् पुरुषोत्तमम् वन्दे आर्यपितॄन् वन्दे वन्दे आर्यपितॄन् आर्यपुत्रोन् वन्दे मातृवर्गान् वन्दे वन्दे मातृवर्गान् मातृवर्गान् वन्देऽहं कृष्टदैवतान् वन्देऽहं कृष्ण कृष्णदेवतान् दैवता परम प्रेमय श्री श्री ठाकुर अनुकूल चंद्र जी की जय 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 परम प्रेमय श्री श्री ठाकुर अनुकूल चंद्र जी की जय 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 परम प्रेमय श्री श्री ठाकुर अनुकूल चंद्र जी की जय 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 वंदे पुरुषोत्तमम वन्दे वन्दे पुरुषोत्तमं पुरुषोत्तमम् वंदे पुरुषोत्तमम वन्दे 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 पुरुषोत्तमं पुरुषोत्तमम् वंदे पुरुषोत्तमम वन्दे वन्दे पुरुषोत्तमं पुरुषोत्तमम् जय गुरु दास जय गुरु गुरु समस्त प्रणाम गुरु समस्त समस्त